ଆଜିର ବ୍ରେକିଂ ନ୍ୟୁଜ୍। କାଲିଠୁ ଜୋରଦାର ଧରପକଡ଼। ଲାଇସେନ୍ସ ନଥିଲେ ନାବାଳକ ଗାଡ଼ି ଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ସୋମବାରଠାରୁ ରାଜ୍ୟବ୍ୟାପୀ ଧରପକଡ଼ ଆରମ୍ଭ ହୋଇଛି। 2 ଦିନରେ ଧରାପଡ଼ିଛନ୍ତି 334 ନାବାଳକ ଚାଳକ। ଏହାସହ 138ଟି ଗାଡ଼ି ଜବତ କରିଛି ଏସ୍ଟିଏ। କେବଳ କଟକରେ ସର୍ବାଧିକ 27 ଜଣ ଧରାପଡ଼ିଛନ୍ତି ଏବଂ ଗାଡ଼ି ପିଛା 25,000 ଟଙ୍କା କରି ମୋଟ 83,50,000 ଟଙ୍କାର ଚାଲାଣ ମଧ୍ୟ ଆଦାୟ ହୋଇଛି। 199 ଅନୁଯାୟୀ ଯଦି 18 ବର୍ଷରୁ କମ୍ ବୟସ୍କ ବର୍ଗର କୌଣସି ବ୍ୟକ୍ତି ଗାଡ଼ି ଚଳାଉଥିବା ଅବସ୍ଥାରେ ଧରାପଡ଼ନ୍ତି ତେବେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇବାର ବ୍ୟବସ୍ଥା ରହିଛି। ଗାଡ଼ିକୁ ଜବତ କରାଯିବା ସହ ଗାଡ଼ି ଚାଳକଙ୍କ ଉପରେ 25,000 ଟଙ୍କାର ଫାଇନ୍ ଲଗାଯିବ। ଗାଡ଼ି ଚଳାଉଥିବା ପିଲାଙ୍କ ବାପା ମା'ଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇପାରିବ। ଏଥିରେ 3 ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଏହାସହ 25 ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି କହିଛନ୍ତି ପରିବହନ କମିଶନର ଲାଲମୋହନ ସେଠୀ। ଆଗକୁ ନେଇ ଆସିବି ଆପଣମାନଙ୍କ ପାଇଁ କିଛି ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶାବାସୀ।